ଶୁଣିକିରି ଯେଉଁଭଳି ଭାବରେ ଭାରତୀୟ ଜନତା ପାର୍ଟିର ପ୍ରାର୍ଥୀ ଜୟଲକ୍ଷ୍ୟା ଏବଂ ତାଙ୍କର ମା ଆଜି ବିବୃତ୍ତି ରଖିଛନ୍ତି ଯେଉଁଟା ଭିତ୍ତିହୀନ କୌଣସି ସତ୍ୟତା ସେଥିରେ ନାହିଁ ଏବଂ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି ସ୍ପଷ୍ଟ ବାରି ବୋଧେ ତାଙ୍କୁ ଲାଗୁଛି କୋଉଠି ନା କୋଉଠି ନିର୍ବାଚନ ହାରୁଛନ୍ତି ଯୋଉଥିପାଇଁ ଗୋଟେ ଭିକ୍ଟିମ୍ କାର୍ଡ ପ୍ଲେ କଲେ କାଳେ ନିର୍ବାଚନ ଜିତିଯିବ ସେଇଥିପାଇଁ କି ବିଜୁ ଜନତା ଦଳକୁ ଦୋଷ ଦେଲେ କାଳେ ନିର୍ବାଚନ ଜିତିଯିବ ଏଭଳି ଗୋଟେ ନେରେଟିଭ୍ କ୍ରିଏଟ୍ କରୁଛନ୍ତି। ସତ କଥା ରାଜୁଭାଇ ଢୋଲାକିଆ ପରିବାରର ଲୋକ ବିଜୁ ଜନତା ଦଳରେ ମିଶିବା ଆଗରୁ ସେ ଜନତା ଦଳରେ ଥିଲେ ବିଜୁ ଜନତା ଦଳର ବିଧାୟକ ହେଇଛନ୍ତି ଥରେ ମନ୍ତ୍ରୀ ହେଇଛନ୍ତି ଏବଂ ଇଏ ସବୁ କଣ ବିଜୁ ଜନତା ଦଳ ନବୀନ ବାବୁଙ୍କ ଆଶୀର୍ବାଦ ବିନା ସମ୍ଭବ ହେଇଥିଲା। ସବୁଥରେ ନବୀନ ବାବୁଙ୍କ ଆଶୀର୍ବାଦ ଥିଲା ଏବଂ କେବଳ ସେତିକି ନୁହେଁ ନୂଆପଡ଼ାର ବିକାଶ କରିବାରେ ବି ଯାହା ଯାହା ପ୍ରସ୍ତାବ ଯେତେବେଳେ ରାଜୁ ଭାଇ ଆଣିଛନ୍ତି ନବୀନ ବାବୁ ସେଥିରେ ମୋହର ମାରିଛନ୍ତି ଏବଂ ଉଭୟ ମିଶିକିରି ନୂଆପଡ଼ାର ବିକାଶର ସାରଥୀ ସାଜିଥିଲେ। ଯେତେବେଳେ ରାଜୁ ଭାଇଙ୍କର ଦେହ ଖରାପ ହେଲା ତାଙ୍କୁ ଚେନ୍ନାଇ ନିଆଗଲା ସେ ସମୟରେ ମଧ୍ୟ ପ୍ରତ୍ୟେକ ଦିନ ବିଜୁ ଜନତା ଦଳ ଏବଂ ବିଶେଷ ଭାବରେ ନବୀନ ନିବାସରୁ ତାଙ୍କ ସ୍ୱାସ୍ଥ୍ୟର ମନିଟରିଂ କରାଯାଉଥିଲା। ଏମିତିକି ତାଙ୍କୁ ତାମିଲନାଡୁ ସରକାରଙ୍କ ସହିତ କଥା ହେଇକିରି ତାଙ୍କ ଚିକିତ୍ସା ଆହୁରି କେମିତି ଭଲରେ ହେଇପାରିବ କେମିତି ଫ୍ୟାସିଲିଟେଟ୍ ହେଇପାରିବ ତାର ବ୍ୟବସ୍ଥା ବି ବିଜୁ ଜନତା ଦଳ କରିଥିଲା। ଦୁଃଖର ବିଷୟ ତାଙ୍କର ଦେହାବସାନ ଘଟିଲା କିନ୍ତୁ ତାପରେ ତାଙ୍କ ମର ଶରୀରକୁ ଓଡ଼ିଶା ଆଣିବା ବିଜୁ ଜନତା ଦଳ ହିଁ କଲା। ନବୀନ ବାବୁଙ୍କର ନିର୍ଦ୍ଦେଶରେ ବିଜୁ ଜନତା ଦଳ ଇଏ ସବୁ କଲା ତାଙ୍କର କର୍ମରେ ବିଜୁ ପରିବାର ମାଧ୍ୟମରେ କରାଗଲା ସେଥିରେ ବିଜୁ ପରିବାରର ବ୍ୟାନର ବି ଥିଲା ଏବଂ ଯେହେତୁ ନବୀନ ବାବୁ ଚିକିତ୍ସା ପରେ ରିକଭରେଟ୍ କରିବା ପାଇଁ ଦିଲ୍ଲୀରେ ଥିଲେ ସିଏ ମଧ୍ୟ ଫିଜିକାଲି ଯଦିଓ ଆସିପାରିଲେନି ଭିସି ମାଧ୍ୟମରେ ଭର୍ଚୁଆଲି ତାଙ୍କ କର୍ମରେ ଯୋଗ ଦେଲେ ଏବଂ ଦଳର ଅନ୍ୟ ବରିଷ୍ଠ ନେତୃତ୍ୱ ସହିତ ଉପସ୍ଥିତ ଥିଲେ। ତ ବିଜୁ ଜନତା ଦଳ କୋଉ ଦିନ ରାଜୁ ଭାଇ କଣ ଦେଖା କଲା ଏଇଟା ସମ୍ପୂର୍ଣ୍ଣ ଭାବରେ ମିଥ୍ୟା ଏବଂ ପ୍ରତ୍ୟେକ ଦିନ ମୁଁ କହିଦିଏ ଯେ ରାଜୁ ଭାଇ କ୍ଷମତାରେ ଥିଲା ବେଳେ ଏବଂ ଚିକିତ୍ସା ଦିନ ହଉଥିବା ବେଳେ ତାଙ୍କର ଦେହାବସାନ ପରେ ଏବଂ ତାଙ୍କ କର୍ମ ସମୟରେ ଶେଷ ପର୍ଯ୍ୟନ୍ତ ଯେବେ ଯାକେ ଜୟ ଢୋଲାକିଆ ଆମ ଦଳ ଛାଡ଼ିକି ବିଜୁ ଜନତା ଦଳ ଯାଇନଥିଲେ ସେବେ ଯାକେ ବିଜୁ ଜନତା ଦଳ ସେ ପରିବାର ସହିତ ଅଙ୍ଗାଙ୍ଗୀ ଭାବରେ ଜଡ଼ିତ ଥିଲା। ସବୁ ପ୍ରକାରର ଆର୍ଥିକ ମାନସିକ ଶାରୀରିକ ସହଯୋଗ ବିଜୁ ଜନତା ଦଳ ଢୋଲକିଆ ପରିବାରକୁ କରିଛି। ଦୁଃଖଦ କଥା ଯେ ଆପଣ ଆଜି ଗୋଟେ ନିର୍ବାଚନ ଜିତିବା ପାଇଁ ଗୋଟେ ମିଛ ନାରେଟିଭ କରିକିରି ଲୋକଙ୍କର ସମବେଦନା ଜୁଟେଇବା ପାଇଁ କି ଏଭଳି ଗୋଟେ ପଦକ୍ଷେପ ନେଇଛନ୍ତି ଏବଂ ନିଶ୍ଚିତ ଭାବରେ କହିବି ଯେ ରାଜୁ ଭାଇଙ୍କର ଧର୍ମପତ୍ନୀ ଯୋଉ ଦୁଃଖଦ ମୁହୂର୍ତ୍ତ ଦେଇକି ଗତି କରୁଛନ୍ତି ସିଏ ଅନ୍ୟ କୋଉ ମହିଳା ଉପରେ ଘଟଣା ନ ବିତୁ କିନ୍ତୁ ସିଏ ଏଭଳି ଟିପ୍ପଣୀ ଦବା ଯେ ବିଜୁ ଜନତା ଦଳ ରାଜୁ ଭାଇ କଣ ଦେଖା କଲା ଏଇଟା କେହି ବି ସ୍ୱୀକାର କରିପାରିବେ ନାହିଁ। ମୁଁ ଆପଣଙ୍କ ଆଗରେ ତଥ୍ୟ ରଖୁଛି ମୁଁ ଆପଣଙ୍କ ଆଗରେ କଥା ରଖୁଛି ଆଉ ଇଏ ଯାହା କହୁଛି ସେଗୁଡ଼ା ସବୁ ଫ୍ୟାକ୍ଟ। ଯଦି ଆଜି ଭିକ୍ଟିମ୍ କାର୍ଡ ଖେଳିକି ଫ୍ୟାକ୍ଟକୁ ବଦଳେଇବା ପାଇଁ କିଏ ଚେଷ୍ଟା କରୁଛି ତାର ଉତ୍ତର ଭୋଟର ଦେବେ ଏବଂ ମୁଁ ଭାବୁଛି ଯେ ଜଣେ ଯେତେବେଳେ ରାଜୁ ଭାଇଙ୍କ ଷ୍ଟାଚରର ଲୋକଙ୍କର ଦେହାବସାନ ଘଟିଛି ସମସ୍ତଙ୍କୁ ଦୁଃଖ ହେଇଛି ବ୍ୟକ୍ତିଗତ କ୍ଷତି ନିଶ୍ଚିତ ଭାବରେ ଢୋଲାକିଆ ପରିବାରରେ ହେଇଛି ଆମମାନଙ୍କୁ ମଧ୍ୟ ଯୋଉମାନେ ରାଜୁ ଭାଇଙ୍କ ସାଙ୍ଗେ ସଂଶ୍ଳିଷ୍ଟ ଥିଲେ ବ୍ୟକ୍ତିଗତ କ୍ଷତି ହେଇଛି ରାଜନୈତିକ କ୍ଷତି ବି ହେଇଛି କିନ୍ତୁ ଆପଣ ରାଜନୈତିକ ଫାଇଦା ପାଇଁକି ଆପଣଙ୍କର ଯୋଉଟା ତଥ୍ୟ ସେ ତଥ୍ୟକୁ ବାଟବଣା କରିକି ଲୋକଙ୍କ ଆଗରେ ମିଥ୍ୟା କଥା ରଖିବେ ଏଇଟା କେହି ବି ସ୍ୱୀକାର କରିବେ ନାହିଁ। ନବୀନ ବାବୁ କାଲି କୋମନା ମଞ୍ଚ ଉପରେ ଯୋଡ଼ିଏ କଥା କହିଲେ ମୁଁ ଆପଣଙ୍କୁ କହିବାକୁ ଚାହେଁ। ଗୋଟେ ସେ କହିଲେ ଯେ ରାଜେନ୍ଦ୍ର ଭାଇ ଯେତେବେଳେ ଯୋଉ କଥା କହିଛନ୍ତି ନୂଆପଡ଼ା ପାଇଁ ମୁଁ ତାକୁ ହଁ କରିଛି ଏବଂ ସେ କାମ କରିଛି। ଦ୍ୱିତୀୟ କଥା ସେ କହିଲେ ଯେ ମୋ ସହିତ ବେଇମାନି ହେଇଛି କିନ୍ତୁ ମୁଁ କହିବି ଯେ ଜୟ ଢୋଲାକିଆ ବିଜୁ ଜନତା ଦଳର ପିଠିରେ ଛୁରା ଭୋଗିକିରି ଭାରତୀୟ ଜନତା ପାର୍ଟିକୁ ଯିବା ତାଙ୍କ ନିଜ ରାଜନୈତିକ ସ୍ୱାର୍ଥକୁ ସାଧନ କରିବା ପାଇଁ ଇଏ ଯେ କେବଳ ବିଜୁ ଜନତା ଦଳ କି ନବୀନ ବାବୁଙ୍କୁ ବେଇମାନି ତାହା ନୁହେଁ ଇଏ ନିଜେ ରାଜୁ ଭାଇ ଢୋଲାକିଆଙ୍କ ଆତ୍ମା ଏବଂ ସ୍ମୃତି ପ୍ରତି ବେଇମାନି ତାଙ୍କ ନୀତି ଆଦର୍ଶ ପ୍ରତି ବେଇମାନି। ଦେଖନ୍ତୁ ସିଏ ବୋଧେ ଯୋଉ ନିର୍ବାଚନ ପ୍ରଚାରରେ ବୁଲୁଛନ୍ତି ସିଏ ଅନୁଭବ କରୁଥିବେ ଯେ ସିଏ ବୋଧେ ଜିତି ପାରୁନାହାନ୍ତି
कोटी ना कोटी से जिठी सारुनाथी जो प्लान रे जाइतिले जो डील दिल्ली रे हेइतिला जहां जहां तक बीजेपी नेता माने प्रतिश्रुति देइतिले से बोधे ठीक रे बसु नाही से जो अरेंजमेंट टा तो शिखा बिल्कुल मोहन का नैरेटिव करबी आज जे के कोटी दिले काई जे लगे कथा आगु कहि नथिले काई ताको मां हठात आज बाहर गिरी एभड़ी गोटे दुखद मुहूर्त भी एभड़ी कठोर कथा कहि पारुଛନ୍ତି ମୁଁ ତ ଆଶ୍ଚର୍ଯ୍ୟିତ ମୁଁ ତ ଆଚମ୍ବିତ ଯେ ରାଜନୀତି ପାଇଁ ସ୍ତର କୁ କିଏ ଯାଇ ପାରେ ଆଉ ତେଣୁ ତେଣୁ ସିଏ ଯୋଉ କଥା କହୁଛନ୍ତି ନିଶ୍ଚିତ ଭାବରେ କୋଉଠି ନା କୋଉଠି ଏ ନିର୍ବାଚନକୁ ଆଖି ଆଗରେ ରଖିକି ତାଙ୍କର ବ୍ୟକ୍ତିଗତ ରାଜନୈତିକ ସ୍ୱାର୍ଥକୁ ସାଧନ କରିବା ପାଇଁ ଏଭଳି ମିଥ୍ୟା ନାରେଟିଭ କ୍ରିଏଟ କରୁଛନ୍ତି ଏବଂ ଗୋଟେ ନିଜକୁ ଭିକ୍ଟିମ ଦେଖେଇ ବିଜୁ ଜନତା ଦଳକୁ ଦୋଷୀ ଦେଖେଇ ଭାବୁଛନ୍ତି ପାରି ହେଇଯିବେ ମୁଁ ଆପଣଙ୍କ ଆଗରେ ରଖିଲି ବିଜୁ ଜନତା ଦଳ ଦୋଷୀ ନୁହେଁ ରାଜେନ୍ଦ୍ର ଭାଇଙ୍କ କେସରେ ସବୁବେଳେ ଆମେ ଠିଆ ହେଇଛୁ ରାଜେନ୍ଦ୍ର ଭାଇଙ୍କ ସାଥିରେ ସେ ବିଧାୟକ ଥିଲା ବେଳେ ବି ମନ୍ତ୍ରୀ ଥିଲା ବେଳେ ବି ତାଙ୍କ ଦେହ ଖରାପ ବେଳେ ବି ତାଙ୍କ ଦେହ ଅବସାନ କରିଛୁ କଂଗ୍ରେସ ମଧ୍ୟ ଭିତରେ ତଥ୍ୟ ରଖିଛି ବିଜେଡି ବିଜେପି ୟୁନିଟ ଗୋଟେ ରେଗୁଲାର ବ୍ଲକ ଉପରେ ବାହାରେ ପଳେଇଛି ତାଙ୍କ ପାଖରେ କିଛି ମୁଦ୍ଦା ନାହିଁ କଂଗ୍ରେସ ପାଖରେ କିଛି ମୁଦ୍ଦା ନାହିଁ